71 पृष्ठा पर्यंत। आज आम पढ़िबा 72 पृष्ठारु। रामू ओ कविता चारिआडे बुलिबा परे सेमानकु भोक लागिला। सेमाने रमण बाबूंको मिठा दुकानकु गले ହେଲା। आस आमे मिठा कौन करिबा? आस आमे मिठा गणिबा। कौन करिबा पिलामाने? मिठा गणिबा। रसगुल्ला 100 थिबा ट्रे केतरा अछि? 100 थिबा ट्रे डेस्टी आ रसगुल्ला मिठा डेस्टी। समुदाय केतोटी रसगुल्ला अछि? पिलामाने रसगुल्ला ट्रे कोउटा? एइटा। लड्डू होउची एटा। अरे प्रभु, एटा लड्डू, एटा होउची रसगुल्ला। तापर कौन अछि? एटा होउची गजा। तो गुटे ट्रे रे केतला लड्डू अछि पिलामाने? 100 टा। एठी 100 टा, एठी भी रसगुल्ला 100 टा आउ गजा भी 100 टा। बुझि पारले पिलामाने? हां। तो रसगुल्ला 100 थिबा ट्रे संख्या डैश। रसगुल्ला ट्रे 100 टा थिबा ट्रे संख्या केतरा? 1 2 3 4 5। केतरा? 5 टा पिलामाने। ନାଇଁ ଇଏ ନୁହେଁ, ଏଟା ହବ, ଏଇଟା ହବନି। ଏଇ ଟ୍ରେଟାରେ 100 ଟା ନାହିଁ। ଲେଖା ହେଇଛି ଦେଖ ପିଲାମାନେ ହେଲା। ଏଇ ଟ୍ରେରେ 100 ଟା ନାହିଁ। ଏଇ ଉପର ଟ୍ରେରେ 100 ଟା ନାହିଁ। ଏଠି 100 ଟା ନାହିଁ। ଏଠି ବି 100 ଟା ନାହିଁ। ଏଠି ବି 100 ଟା ନାହିଁ। ଏ ଯୋଉ ତଳେ ଲେଖା ହେଇଛି ଦେଖିପାରୁଛ ଏଇଗା ଏଠି 100 ଟା ଲେଖା ଅଛି। ଇଏ 100 ଇଏ 100 ଇଏ 100 ଇଏ 100। ଏଠି ବି ସେମିତି ଇଏ 100 ଇଏ 100 ଇଏ 100 ଇଏ 100। ଏଠି ବି ଇଏ 100 ଇଏ 100 ଇଏ 100 ଇଏ 100। ବୁଝିପାରିଲ ତ? ତ ଆମେ ତ ଜାଣିଗଲେ ଏଠି ଦେଖିବା ଆଗେ ରସଗୋଲା ଯିବା। ରସଗୋଲା କେତେ ପିଲାମାନେ? ଏଇଟା ତାହେଲେ 1 2 3 4 କେତେ ଅଛି? 400। ट्रे संख्या केତେଟା ଅଛି? ଏ ଟ୍ରେ ସଂଖ୍ୟା ହଉଛି 5ଟା। ट्रे ସଂଖ୍ୟା ହଉଛି 5ଟା। 5ଟାରେ କେତେଟା ରସଗୋଲା ଅଛି? ତାହେଲେ ଏଠି ଗଣିତ ପଡିବ। ଏଠି କେତେଟା ଅଛି? 1 2 3 4 5 6 7 8 9 10। 10ଟା ଅଛି ମାନେ 1 2 3 4 5 1 2 3 4 5 6। ତାହେଲେ ଏଠି ଟୋଟାଲ କେତେଟା ହେଲା? 60 ଟା। ଗୋଟେ ଧାଡରେ 10ଟା ମାନେ 6ଟା ଧାଡିରେ 60 ଟା। ଏଠି ହେଲା କେତେ ତାହେଲେ? 400 ଇଏ 60। କେତେ ହେଲା ପିଲାମାନେ? 460। ବୁଝିପାରିଲ କି? ଇଏ ହେଲା, ଇଏ ଚାରିଟାକୁ 400, ଏଠି ଗଣିଲେ 60। ତାହେଲେ 460। ଏ ଉପର ଟ୍ରେରେ 100 ଟା ନାହିଁ। ଦେଖୁଛ ନା 100 ଲେଖା ହିଁ ନାହିଁ। ଠିକ ସେମିତିକା ଚାଚାଙ୍କ ଟ୍ରେରେ ମୋଟ କେତୋଟି ଲଡୁ ଅଛି? ଲଡୁ ଏଇଟା ହଉଛି ପିଲାମାନେ। କେତୋଟି ରସଗୋଲା ଅଛି? ଏଠି କେତେ ଅଛି? ଏଠି 100 ଯିବ, ଇଏ 100 ଇଏ 100 ଇଏ 100। ଏଠି 100 ଅଛି। ଏଠି ଗଣିବା ଆମେ ଗୋଟେ ଧାଡିରେ କେତେଟା ଲଡୁ ଅଛି? 1 2 3 4 5 6 1 2 3 4 5 6 7 8 9 10। 10ଟା ତାନେ ଅଛି। ତାନେ କେତେଟା ଧାଡି ଅଛି? 6 3 4 5 6 7 7ଟା। ତାନେ ଗୋଟେ ଧାଡିରେ 10 ଟଙ୍କା, 7ଟା ଧାଡିରେ କେତେ? 70। ତାନେ ଏଠି କେତେ ଅଛି ପିଲାମାନେ? 1 10 ଥିବା ଧାଡି ସଂଖ୍ୟା କେତେଟା? 10 ଟିକିଆ ଧାଡି କେତେଟା ଅଛି ପିଲାମାନେ? ଏଠି 7ଟା। 10 ଟିକିଆ ଧାଡି 7ଟା ଅଛି ନା? 7ଟା। ଓହୋ, ଏଟା ଅଲଗା, ଇଏ ଅଲଗା। ଏଟା ରସଗୋଲା କଥା ପଡିଛି। ପ୍ରଭୁ। ଏଠି ଗଲା 1 ରସଗୋଲାରେ 100 ଥିବା ଟ୍ରେ ସଂଖ୍ୟା 5ଟା। ତାହେଲେ 5ଟାରେ ଟୋଟାଲ କେତେ ହବ ପିଲାମାନେ? ଗୋଟେ ଯଦି 100ଟା ଅଛି, 5ଟାରେ କେତେଟା ହବ? 500ଟି ହବ। କେତେଟା ହବ? 500। ଗୋଟେ ଟ୍ରେରେ ଯଦି ଗୋଟିଏ ଟ୍ରେରେ 100ଟା ଥାଏ, ତାହେଲେ କେତେଟା ଟ୍ରେ ଅଛି? 4ଟା ଅଛି। ତାହେଲେ ଏଠି 4ଟା ହବ। ମୂଳରୁ ଭୁଲ ହେଇଗଲା। ଆଉଥରେ କରିବ। 4ଟି ଟ୍ରେ ଅଛି। ଟ୍ରେ ସଂଖ୍ୟା 4ଟି। ତାହେଲେ 4ଟାରେ କେତେ ଲଡୁ ହବ ପିଲାମାନେ? କେତେ ରସଗୋଲା ହବ? 400ଟି। କେତେଟା?
400 ବୁଝିପାରିଲ ଆଉ ଥରେ ବୁଝ। ସେ କଣ କହିଛି ରସଗୋଲାରେ 100 ଥିବା ଟ୍ରେର ସଂଖ୍ୟା ମାନେ ଏଇ ଯୋଉ ରସଗୋଲା ଏଇଟା ରସଗୋଲା 100 ଟିକିଆ ଟ୍ରେ ସଂଖ୍ୟା କେତେଟା ଅଛି ଗୋଟେ ଦିଟା ତିନିଟା ଚାରିଟା ସେଥିପାଇଁ ଚାରିଟା ଲେଖିଲି। ତାହେଲେ ଗୋଟେ ଟ୍ରେରେ ଯଦି 100ଟା ଥାଏ ଚାରିଟା ଟ୍ରେରେ କେତେଟା ଥିବ ଚାରିଟି ଟ୍ରେରେ 400ଟି ଥିବ। ସେମିତି ତା ତଳେ ବି ଦେଇଛି 1 10 ଥିବା ଧାଡି ସଂଖ୍ୟା ସେଇ ରସଗୋଲା 1 10 10 ଟିକିଆ କେତେଟା ଅଛି ଇଏ ଗୋଟେ 10 ଟିକିଆ ଅଛି ଇଏ ଗୋଟେ 10 ଟିକିଆ ଅଛି ଇଏ ଗୋଟେ ତିନିଟା ହେଲା ଇଏ ଚାରିଟା ଇଏ ପାଞ୍ଚଟା ଛଅଟା ତାହେଲେ 1 10 ଥିବା ଧାଡି ସଂଖ୍ୟା କେତେ 6ଟି। 1 10 ମାନେ ପିଲାମାନେ ଗୋଟେ ଧାଡିରେ 10ଟା ରସଗୋଲା ଅଛି 6ଟି ତାହେଲେ 6ଟା ଧାଡି ମାନେ ଗୋଟେ 10 କିଆ ଧାଡି କେତେଟା ଅଛି 6ଟି ତାହେଲେ ଗୋଟେ ଧାଡିରେ 10ଟା ମାନେ 6ଟା ଧାଡିରେ କେତେଟା 6ଟା ଧାଡିରେ 60ଟି। ଛୋଟ ଧାଡିରେ ତାହେଲେ 1 ଟିକିଆ ମିଠା ତାହେଲେ କେତେଟା ହେଲା ତାହେଲେ 1 ଟିକିଆ ମିଠା କେତେଟା 60ଟା। ନାଇଁ ଏକଟିଆ ଅଛି କି ଏକଟିଆ ମାନେ ଖାଲି ଗୋଟେ ଏମିତି ଗୋଟେ ଥିବ ଅଛି କି ନାହିଁ ଶୂନ। ତାହେଲେ ସବୁ କାମ ମିଶେଇ ଲେଖିବେ 400 ଯୁକ୍ତ 60 ଇଏ ଶୂନ କେତେ ହବ 460। ଏଠି ପିଲାମାନେ ଆଗ ବୁଝ ସିଏ କହିଛି 100 ଟିକିଆ କେତେଟା ଅଛି 10 ଟିକିଆ କେତେଟା ଅଛି ଆଉ ଗୋଟେ କିଆ ଏକଟିଆ କେତେଟା ଅଛି ଅର୍ଥାତ୍ ଶତକ କେତେଟା ଅଛି ଦଶକ କେତେ ଅଛି ଆଉ ଏକକ କେତେ ଅଛି ବୁଝିଗଲ ପିଲାମାନେ ଶତକ ମାନେ 100 କେତେଟା ଅଛି ପିଲାମାନେ 4ଟା ଦଶକ କେତେଟା ଅଛି ପିଲାମାନେ ଗଣିଲେ 1 2 3 4 5 6 6ଟା ଏକକ ଅଛି କି ଏକକ ଗୋଟେ ଅଛି କି ସିଙ୍ଗଲିଆ ମାନେ 10 ପୂର୍ବରୁ ଏକକ ଅଛି ନାହିଁ ନାହିଁ ମାନେ ଶୂନ କେତେ ହେଲା ପିଲାମାନେ 400 ତାହେଲେ 460 ଠିକ ସେଇପରି ଭାବରେ ଲଡୁକୁ ଆସିବା ଲଡୁକୁ ଆସିବ ଏ ଖ ନମ୍ବର ଲଡୁ ଚାଚାଙ୍କ ଟ୍ରେରେ ମୋଟ କେତୋଟି ଲଡୁ ଅଛି ଚାଚାଙ୍କ ଟ୍ରେରେ ଲଡୁ ଦେଖ ଏଠି ଦେଖ ଲଡୁ 100ଟି ଥିବା ଟ୍ରେ ସଂଖ୍ୟା ଲଡୁ 100ଟି କେତେଟା ଅଛି ପିଲାମାନେ 100 ଟିକିଆ ଟ୍ରେ 1 2 3 4 କେତେଟା ଅଛି 4ଟି ଚାରିଟା ଯଦି 100 ଟିକିଆ ଟ୍ରେ ଅଛି ତାହେଲେ କେତେଟା ମିଠା ହବ ପିଲାମାନେ ଗୋଟେ ଟ୍ରେରେ 100ଟା ହେଲେ ଚାରିଟା ହେଲେ 400ଟି ହବ ହେଲା 10 କିଆ ଥିବା ଥାକ ସଂଖ୍ୟା 10 ଟିକିଆ କେତେଟା ଅଛି ପିଲାମାନେ ଇଏ ଗୋଟେ 10 ଟିକିଆ 1 ଇଏ ଗୋଟେ 10 ଟିକିଆ 2 ଇଏ ଗୋଟେ 10 ଟିକିଆ 3 ଇଏ ଗୋଟେ 10 ଟିକିଆ 4 ଇଏ ଗୋଟେ 10 ଟିକିଆ 5 ଇଏ ଗୋଟେ 10 ଟିକିଆ 6 ଇଏ ଗୋଟେ 7 କେତେଟା ଅଛି 7ଟି ଅଛି ତାହେଲେ ଗୋଟେ 10 ଟିକିଆରେ 10ଟା ମିଠା ଥିଲେ 7ଟି 10 ଟିକିଆ କେତେ ହବ 70ଟା 1 ଟିକିଆ ମିଠା ଅଛି କି ପିଲାମାନେ ଏଠି 1 ଟିକିଆ ମିଠା ଅଛି ଗୋଟେ 10 ରୁ କମ 1 ଟିକିଆ ମାନେ ଏକକ ଘର ଅଛି କି ନାହିଁ ନାହିଁ ମାନେ ଶୂନ ତାହେଲେ ମୋଟ ମିଶିଯିବ 400 ଯୁକ୍ତ 70 ଆଉ ଶୂନ ମିଶିଲେ କେତେ ହବ 470 ବୁଝିପାରିଲ ଏଠି ହେଲା 460 ଏଠି ହେଲା 470 ତାପରେ ଗଜାକୁ ଯିବା କୋଉଠିକି ଯିବା ପିଲାମାନେ ଗଜାକୁ ତୁମେ ଲକ୍ଷ୍ୟ କରୁଥାଅ କେତେଟା 100 ଟିକିଆ ଅଛି ପାଇଲ ପିଲାମାନେ ଦେଖ ଠିକ ସେଇପରି ଗଜାକୁ ଯିବା ଚାଚାଙ୍କ ପାଖରେ ମୋର କେତେଟା ଗଜା ଅଛି ସେ ଗଜା 100 ଟିକିଆ କେତେଟା ଅଛି ପିଲାମାନେ 100 ଟିକିଆ ଦେଖ ଗଜା ଏଇଠି ଗୋଟେ 100 ଟିକିଆ 1 2 3 4 100 ଟିକିଆ କେତେଟା ଅଛି ତାହେଲେ ପିଲାମାନେ ଗଜାରେ 100ଟି ଥିବା ଟ୍ରେ ସଂଖ୍ୟା 4ଟା ଅଛି ତାହେଲେ ଗୋଟେରେ 100ଟା ହେନେ 4ଟା ହେନେ କେତେ ହବ 400 10 ଟିକିଆ ଧାଡି କେତେଟା ଅଛି ପିଲାମାନେ ଦେଖ 10 ଟିକିଆ ଧାଡି 1 2 3 4 କେତେଟା ଅଛି 4ଟି ଅଛି 10 ଟିକିଆ ଧାଡିରେ 4ଟା ଅଛି ମାନେ ଗୋଟେ ଧାଡିରେ 10ଟା ମାନେ 4ଟିଆ ଧାଡିରେ କେତେ ହବ 40ଟା ଟିଆ ଅଛି କି ପିଲାମାନେ ଗୋଟେ କିଆ ଅଛି ନା ନାହିଁ ନାହିଁ ମାନେ ଶୂନ ତାର ମୋଟ କେତେ ହେଲା ପିଲାମାନେ 440 ତାପରେ କଣ କହିଛି ଘ ନମ୍ବର ଚାଚାଙ୍କର ଖାଲି ଥିବା ଟ୍ରେଟିକୁ ଗୁଡିକୁ ଭରିବାକୁ ଯାଉଛନ୍ତି ଆଉ କେତୋଟି ଲଡୁରେ ରଖିପାରିବେ ଆଉ କେତେଟା ଲଡୁ ରଖିପାରିବେ ପିଲାମାନେ କେତେଟା ଲଡୁ ରଖିପାରିବେ ଏଠି 70ଟା ଅଛି ତାହେଲେ ଗୋଟେ ଟ୍ରେରେ କେତେଟା ଧରେ 100ଟା ଏଠି 70ଟା ଅଛି ତାହେଲେ ଆଉ କେତେଟା ହେଲେ ଭରିଯିବ 30ଟା କେତେଟା ଲଡୁ ହେଲେ 30ଟା ରସଗୋଲା ଲଡୁ ଗଜା ସଂଖ୍ୟାକୁ ନିମ୍ନ ସଂଖ୍ୟା ରେଖାରେ ଦର୍ଶାଅ ଅର୍ଥାତ୍ ଏଇଠି ସଂଖ୍ୟା ରେଖାରେ ଦର୍ଶେଇବ ହେଲା
ରସଗୁଲା କେତେ ଅଛି ପିଲାମାନେ 460 460 ମାନେ କେଠି ହବ 463 ପୂର୍ବକୁ ତାହେଲେ 462 ପୁଣି ଆସିଲା 461 ଆଉ 460 ଏଠି ହବ ରସଗୋଲା 460 ରସଗୋଲା। ତାପରେ କଣ ଅଛି ଲଡୁ ଲଡୁ କେତେ ଅଛି ପିଲାମାନେ 470 470 ମାନେ ଏଠି 473 ହେଲା ତାପରେ 462 471 ତାପରେ 470 470 ମାନେ ଏଠି ହବ ଲଡୁ। ଇଏ କେତେ ଅଛି ପିଲାମାନେ ଗଜା 440 ଗଜା କେତେ ଅଛି 440 440 ମାନେ କେତେ ପିଲାମାନେ 443 ତା ପୂର୍ବ 42 41 ଆଉ 40 440 ଏଠି ହେଲା ଗଜା। ତାପରେ ଏଠି 10 10 ବଢି 83 ରୁ 10 ହେଲେ 93 93 ରୁ 10 ହେଲେ କେତେ ହବ 500 ଏଠି 3 0 503 ବୁଝିପାରିଲ କି ହଁ। ତାପରେ କଣ କହିଛି ଦେଖ ଆସ କାମଟି କରିବା। ଚାମେଲି ଓ ପିକୁନୁ ଏକ ବଡ କୋଠା ଘର ଦେଖିଲେ ଯାହାର ଅନେକ ମହଲା ଅଛି ହେଲା 20 ମହଲା ଧାଡି ବିନା ଗଣନାରେ ଚିତ୍ରିତ ହୋଇଥିବା ଘରଗୁଡ଼ିକ ସଂଖ୍ୟାରେ ଦର୍ଶାଅ ତୁମ କୌଶଳକୁ ଅନୁମାନ କୁହ 105 ର ଉପରକୁ ମହଲା ହେଉଛି ଏତିକ 115 ତାପରେ ପିକୁନୁ ଦେଖ ପିଲାମାନେ ସେ କଣ କରୁଛି ଦେଖ ଇଏ ଗଣି ଦେଲା ଟୋଟାଲ ଏଇ ବାଟେ 10 ଗଲା ପୁଣି 11 ଏପଟେ ପୁଣି ଏଟା ହଉଛି 113 ହଉଛି ସେ କହିଛି ଚାମେଲି ପିକୁନୁ ଏକ ବଡ କୋଠା ଘର ଦେଖିଲେ ଯାହାର ଅନେକ ମହଲା ଅଛି 10 ସ୍ତମ୍ଭ 20 ମହଲା ହେଲା ବିନା ଗଣନା ବିନା ଚିତ୍ରିତ ହୋଇଥିବା ଘର ସଂଖ୍ୟା ଗୁଡ଼ିକୁ ଦର୍ଶାଅ ତୁମେ କୌଶଳକୁ ଅନୁମାନ 105 ଉପର ମହଲା ହେଉଛି 115 115 100 ଏଠି ହବ କେତେ 114 115 ଏଇଟା ହଉଛି 115 113 ହଉଛି 13 ରୁ 10 ମହଲା ଉପରକୁ 13 ରୁ 10 ମହଲା ଉପରକୁ 105 ମହଲା ଏଇଟା 10 11 ଓହୋ ଏଇଗାର ସଂଖ୍ୟା ଗୁଡିକ ଲେଖିତେ କହିଛି ପିଲାମାନେ ହେଲା ଏଠି 20 ହେଲା ତାପରେ 21 22 ଏଇ ଘର ଘର ଲେଖିବ 20 ପରେ 21 22 ଏଠି କେତେ ହବ 23 ତାପରେ ଏଠି କେତେ 10 10 ବଢିବ 24 ଏଠି ହେଲା 25 ଏଠି 26 ଏଠି 27 ଏଠି 27 ରୁ 10 କେତେ ହବ 37 10 10 ବଢିକି ଯିବ ଏଠି 12 ଏଠି ହବ 22 ଏଠି 32 32 ପରେ ଏଠି କେତେ 42 ଏଠି ହବ 41 ଏଠି 43 ପୁଣି ଏଠି 10 10 ବଢିକି ଯିବ 37 10 47 ଏଠି 57 ତାପରେ ଏଠି 56 ଏଠି 58 ଏଠି 59 ଏଠି 60 ଏଠି 56 ହେନେ ଏଠି 66 ଏଠି 65 ହବ ଏଠି 64 ଏଠି 63 73 ଏଠି ଏଟା 64 ହବ ରେ 64 ଟି ହେଲା ଏଠି 74 ଏଠି 72 ଏଠି 82 ତାପରେ ଏଠି ହବ କେତେ 75 76 ଏଠି 77 ତାପରେ ଏଠି 78 78 ଏଟା ଏଠି 88 ଏଟା ହଉଛି 90 ହେଲା ତାର ଏଠି ହେଲା 99 ଏଠି 98 ଏଠି ହଉଛି 97 ତାପରେ ଏଠି 114 115 ଏଠି 115 ହେଲା 116 ଏଠି 117 118 119 ଏଠି ହେଲା 120 ଏଇ ଛାଇ ଘର ସବୁ ତ ଛାଇ ଘରର କଣ ଦେଖାଯାଉଛି 124 135 144 39 40 156 54 ଏଠି 153 ଏଟା ଗୋଟେ ଏଟା ସ୍ୱତନ୍ତ୍ର ଦେଖିଲେ ଯାଇକି ବୁଝିପାରିବ ପିଲାମାନେ ହେଲା
ତାପରେ ଏଇଟା କାଟା ଘର ଆସିଲା 60 ଗଲା 162 167 73 ହେଲା ଏଠି 72 77 ହେଲା ଏଠି 78 88 ଏଠି ହେଲା କେତେ 191 ସରି এটা ଉଲ୍ଟିଆ ହେଇଗଲା ଏପଟୁ ହବ ନା ଏଠି 190 ଯାଏଁ ଯିବ 191 192 193 194 195 196 197 198 199 ହେଲା 200 ହେଲା ଏଇପରି ଭାବରେ ଦେଖିବେ ତାପରେ କଣ ଅଛି ଅରବିନ୍ଦ ବାବୁଙ୍କ ରମଣ ବାବୁଙ୍କ ଦୋକାନର ମିଠାକୁ ନିମ୍ନରେ ସୂଚିତ କରେ ଅରବିନ୍ଦ ବାବୁଙ୍କ ରମଣ ବାବୁଙ୍କ ଦୋକାନକୁ ମିଠାକୁ ନିମ୍ନରେ ସୂଚିତ କରେ ବଞ୍ଚାଇବାକୁ ପଡ଼ିବ ଯେଉଁ ଘରେ ତାକୁ ମିଠା ପହଞ୍ଚାଇବାକୁ ପଡ଼ିବ ସେ ଘରର ରଙ୍ଗ ଦିଅ 209 ରୁ ଏଠି ଦେଖିବ ଏଟା ସଂଖ୍ୟା ଗୁଡିକ ଦେଖିପାରୁଛ ନା ନାଇଁ ଏଇ ସଂଖ୍ୟା ଗୁଡିକୁ ତୁମ ମାନଙ୍କୁ କଣ କରତେ ହବ ଲେଖିତ ହବ ଏଇ ଭିତରେ ଦେଖ ମୁଁ ଛୋଟ ଟିକେ କରିଦେଲି 209 209 କେଠି ପିଲାମାନେ ଏଇଟା ତାକୁ କଣ କହିଛି ସେଇ ଘରକୁ ତୁମେ ରଙ୍ଗ ଦିଅ 209 ଏଇଟା ତାକୁ ତୁମେ ରଙ୍ଗ ଦବ ପିଲାମାନେ ହେଲା ଏଠି ରଙ୍ଗ ଦେଲି 228 କେଠି ପଡିବ ପିଲାମାନେ ଏଠି 209 ହେଲେ ଏଠି କେତେ ହବ 219 ତାପରେ 10 ଅଧିକ ତାପରେ ଏଠି କେତେ 229 ତାହେଲେ ଏଠି ହବ 228 ଏଠି ରଙ୍ଗ ଦବ ତାପରେ 242 ଯିବ ଏଠି 242 ଦେଇଛି ଏଠି ତାକୁ ରଙ୍ଗ ଦିଆଯିବ 258 ଯିବ 258 ମାନେ 42 ଗଲା ଏଇ ଘର 58 ମାନେ କୋଉଠି ଆସିବ ଏଠି 58 258 ଏଇ ସଂଖ୍ୟାଟାକୁ ତୁମେ ଲେଖିଦବ ପିଲା ଲେଖିଦେଲା ପରେ ହେଲା ଲେଖିଦେଲା ପରେ ତୁମେ ପାଇଯିବ 258 ପରେ 267 ଏଠି 64 ଏଠି 67 ହବ ତାପରେ 67 ପରେ ଏଠି କେତେ ହବ 76 ଏଠି ହବ 76 ହେଲା 276 ତାପରେ 290 290 ଏଠି ହବ 290 290 ଏଠି ଏଟା ହେଲା 267 ଏଠି କେତେ ଆସିଲା 267 290 ପରେ 315 300 ଏଠି 10 ଗଲା 11 12 13 14 15 ଏଠି ହବ 315 ଏଠି ରଙ୍ଗ ଦବ ହେଲା 346 ଏଠି ହେଲା 10 20 ଗଲା 30 40 320 ଏଟା 20 ରୁ ହେଲା 30 ଏଠି କେତେ ହେଲା 20 ଏଠି ହବ 30 ଏଠି ହବ 40 ଏଠି ହବ 46 15 ମାନେ 346 ଏଠି ହବ 46 346 40 ને 50 ପୁଣି 60 50 60 61 ଏଠାରେ 50 ହେଲା 51 52 53 ଏଠି ହବ ହଁ ଏଠି ଗଲା 242 290 300 ଗଲା 300 ହେଲା 11 12 13 15 15 ପରେ ଏଟା ପୁଣି 20 ରୁ 30 ପୁଣି 30 ରୁ 40 40 ରୁ 50 50 ରୁ 60 60 ରୁ 70 ଏଠି ହବ 346 ଗଲା 367 40 47 ଏଠି ହବ ଠିକ ତାପରେ 300 ଏଟା କେତେ 367 ଗଲା ତାପରେ ଏଠି 77 ପରେ 78
अठस्तरी 377 77 है ना 300 87 88 99 एठी हम 399 395 पूरा 91 92 93 94 95 एठी हम 395 एई घर का तुम कौन करिवो रंग दबो बुझि पारला पिला माने मु लेखि देछि किंतु तुम भलो से टिके जदी ताकू कहीं हाँ भलो से जदी तुम टिके ताकू लक्ष्य करिवो मु लेखि देछि 1 2 हिसाब रे गणिकी एटा लेखिला बेलकू तुम एई संख्या गुडी को पाई जिवो देखो एई संख्या गुडी को तुम माने पाई जिवो ताकू तुम कोन करिवो एई संख्या गुडी को जतले तुम पाई जिवो ताकू तुम रंग दे जिवो देखछो ना एई संख्या को एई खाली घर गारे पूरण कर दबो एगा पूरण कर दबो खाली घर तळ पटु हेकी हला खाली घर जत पूरण कर दियो एठी तुम रंग दे पारियो बुझबो तापर कोन कहै छै निम्न लिखित प्रत्येक घर महला स्तंभ आ ये लेख प्रत्येक घर महलार स्तंभ एटी केते एक एटी 10 घर केते अछि पिला माने 1 एक घर केते अछि 3 ताने स्तंभ होछि 3 महला होछि एटी 10 घर केते अछि 6 एक घर केते अछि 7 7 होछि स्तंभ माने ये एकक 10 एटी केते हो पिला माने ताने एटी 10 टा स्तंभ अछि 10 टा स्तंभ 10 टा महला हो केतरा स्तंभ हो 6 टा एटी केते 15 टा महला एकक घर जहा थिबो एटी लिखियो 9 एटी 19 टा महला 2 स्तंभ 23 टा महला 1 स्तंभ 24 टा महला 8 सॉरी 5 स्तंभ 32 टा महला 8 स्तंभ 338 टा महला 0 स्तंभ 39 टा महला 9 स्तंभ बुझि पारला पिला माने हां तापर देखो काउरी पाटणा गाँर बहुत बड़ लोक माने सुंदर भावे साही ओ घर संख्या को स्थिर करचंती गाँर समस्त घर रंग समान बाहर को गाँटी अति सुंदर देखा देखो साही गाँ एटा को लक्ष्य कर 1 रु 10 अछि पुणी 111 रु 120 211 रु 220 911 920 पर्यंत अछि 10 10 करके अछि तो घर संख्या साही संख्या तळे खाली स्थान रे घर लेख एटी अछि 3 3 पर केते हो 4 तापरे 5 एटी 114 114 पर केते हो 115 ता पूर्व केते हो ता पूर्व 114 पूर्व केते पिला माने 113 एटी 213 अछि ताने केते हो एटी 214 तापरे केते हो एटी 215 तापर कोन कहिछि कुह घर संख्या जानिथिलो तुमे किपरि घरटी को खोजिबो घर खोजिबा ପାଇଁ ବିଭିନ୍ନ ଉପାୟ ମାନ ଚିନ୍ତା କର ମୋ ପାଖରେ 9 1 ଏବଂ 5 ଅଙ୍କ ରହିଛି ମୁଁ 200 ରୁ କମ ମୋର ଏକକ ଘରେ 9 କେଉଁ ସଂଖ୍ୟା କୁହ ତା ପାଖରେ କେତେ ଅଛି 9 ଅଛି ଆଉ 1 ଅଛି ଆଉ 5 ଅଛି से कोन कहउछि एई अंक अछि किंतु मु 200 रु कम से संख्याटी केते ही पारियो पिला माने संख्या हम गोटिबा एई तीनटा अंक को नै संख्या गठन करिबा केते करिबा एকক घर केते रहइबो 9 ताले 200 रु कम माने केते हो पिला माने तन 10 घर केते रहइबो 5 7 घरे 1 बुझिबला ना 200 रु कम होबो नै एठी जदि 5 दबा 200 रु कम होबो कि नै ठीक सेमति ମୁଁ 3 ଅଙ୍କ ବିଶିଷ୍ଟ ମୋ ପାଖରେ କେବଳ 4 ଆଉ 0 ଅଛି ମୁଁ କେଉଁ ସଂଖ୍ୟା ମୁଁ 3 ଅଙ୍କ ବିଶିଷ୍ଟ ମୋ ପାଖରେ କେତେ ଅଛି 4 ଆଉ 0 ଅଛି ଦିଟା ସଂଖ୍ୟା ହେଇ परियो ମୁଁ 3 ମୁଁ ଏକ 3 ଅଙ୍କ ବିଶିଷ୍ଟ ସଂଖ୍ୟା ମୋ ପାଖରେ 4 ଆଉ 0 ଅଛି ଏ କେତେ ହେଇ परियो ଦିଟା ସଂଖ୍ୟା ହେଇ 400 ହେଇ परियो କେତେ ହେଇ परियो 400 ହେଇ परियो ଏ 3 ଅଙ୍କ ହେଇ परियो ବା 440 ହେଇ परियो ବା 404 ମଧ୍ୟ ହେଇ परियो ହେଲା ତିନିଟା ମୁଁ 300 ରୁ ଅଧିକ କିନ୍ତୁ 400 ରୁ କମ ମୋର ଦଶକ ଘରେ ଶୂନ ଅଛି ମୋର ଏକକ ଶତକ ଘରେ ଅଙ୍କ ମାନ ସମାନ ସେ କହୁଛି କଣ ମୁଁ 300 ରୁ ଅଧିକ ଗୋଟେ ସଂଖ୍ୟା ଆମେ ଏଠି ମାନେ କରିବା 400 ରୁ କମ 10 ଘରେ କେତେ ରହିବ ପିଲାମାନେ ଶୂନ ଆଉ କଣ ମୋର
ଏକକ ଘର ଅଙ୍କ ଆଉ ଶତକ ଘର ଏଠି 3 ଏଠି 3 300 ରୁ ଅଧିକ ହେଇଗଲା 400 ରୁ କମ ହେଇଗଲା ଏକକ ଦଶକ ସମାନ ମାନେ ଏଇଟା ହିଁ ହବ ଆଉ କିଛି ହବ ନାହିଁ ବୁଝିପାରିଲ କି? ହଁ। ତାପରେ ଦେଖ ଅରବିନ୍ଦ ବାବୁଙ୍କ 100ଟି ଓ 10ଟି ଏକ ଗୋଟିକିଆ ମିଠାର ପ୍ୟାକେଟ କରିଥିଲେ। ଅରବିନ୍ଦ ବାବୁ 100ଟି ଆଉ 10ଟି ଆଉ ଗୋଟିକିଆ ମିଠା କରିଥିଲେ। ଅରବିନ୍ଦ ବାବୁଙ୍କ ଘର ସଂଖ୍ୟା କେତେ? 211 ମିଠା ସଂଖ୍ୟା କେତେ? 2 ଶତକ 1 ଦଶକ 1 ଏଠି ବୁଝ ଆଗେ 211 ରେ ଏଠି ଏକକ କିଏ ପିଲାମାନେ ଇଏ ଏକକ ଦଶକ କିଏ ଇଏ ଦଶକ ଶତକ କିଏ ଇଏ ଶତକ ମାନେ ଏକକ ମାନେ କେତେ ପିଲାମାନେ 1 ଦଶକ ମାନେ 10 ଆଉ 2 ଶତକ ମାନେ 200 ଜାଣିଛ କି ନାହିଁ? 1 ଶତକ ମାନେ 100 2 ଶତକ ମାନେ 200 ସେମିତି 1 ଦଶକ ମାନେ 10 2 ଦଶକ ମାନେ 20 1 ଏକକ ମାନେ 1 2 ଏକକ ବି 2 3 ଏକକ ତାର ପରିବର୍ତ୍ତନ ଠିକ ସେମିତି ତାହେଲେ ଏଠି ଏକକ କେତେଟା ଅଛି ଦେଖ ସେ କରିଦେଲା ଏଠି ଦେଖ ତାହେଲେ ଏକକ ଆମେ ଦେଖିଦେଲେ ଏକକ ଏଠି ଏକକ ଦଶକ ଶତକ କରିଦେଲା ପୁଣି ଏକକ 1 ଦଶକ 2 ଦଶକ ତାହେଲେ ଏକକ ଗୋଟେ ଚିହ୍ନ 1 ଦଶକ 10ଟା ଗୋଟେ 100ଟାକୁ ନେଇଗଲେ ବାକ୍ସ ତୁମ ସେମିତି 309 କୁ ଆମେ କରିବା 309 ରେ ଏକକ କିଏ ପିଲାମାନେ 9 ତାହେଲେ 9 କେତେଟା 10 ଅଛି ପିଲାମାନେ ଦଶକ କେତେ ଅଛି ଶୂନ ଶୂନ ମାନେ ଏଠି ଲେଖିଦବା ଶୂନ ଶହ କେତେଟା ଅଛି ପିଲାମାନେ 3 ତିନିଟା ଶହ ଶତକ ଘରେ 3 ଅଛି 3ଟା ଶହ ତାହେଲେ ଏଠି କଣ ଲେଖିତ ହବ 9 ଏକକ ଆଉ 0 ଦଶକ ଆଉ 3 ଶତକ 3 ଶତକ ମାନେ 300 ଜାଣିଛ ସେମିତି ଚିତ୍ର କରିବ ଏଠି 9 ଏକକ 9ଟା ଏକକର ଚିତ୍ର କରିବ 1 2 3 4 5 6 7 8 9 ଦଶକ ନାହିଁ ମାନେ ଚିତ୍ର କରିବା ଦରକାର ନାହିଁ ତାହେଲେ 300 ଚିତ୍ର କରିଥବ 1 2 ଆଉ 3 ଶହ ଦଶକ ନାହିଁ ମାନେ ଚିତ୍ର କରିବା ଦରକାର ଏଇଟା ଏକକ ଚିତ୍ର କରିବା ଦରକାର ନାହିଁ ତା ତଳକୁ ଆମେ ଯିବା 275 କୁ ତୁମେ ଏକକ ଦଶକରେ ଦେଖା 275 କେତେ ଅଛି ପିଲାମାନେ 275 ଏକକ କିଏ ପିଲାମାନେ ଏଠି 5 ତାହେଲେ 5 ଏକକ ମାନେ 5 ଦଶକ କିଏ ପିଲାମାନେ 7 7 ଦଶକ ମାନେ କେତେ ପିଲାମାନେ 70 1 ଦଶକ 10 7 ଦଶକ ମାନେ 70 ଶତକ ଘର କେତେ ଅଛି ପିଲାମାନେ 2 1 ଦଶକ ଯଦି 100 ହୁଏ 2 ଶତକ କେତେ 200 ବୁଝିପାରିଲ କି ନାହିଁ ହଁ ପାଇଗଲା ପରେ ତମେ ୟାପରେ ଲେଖିବା ଆମେ ତାହେଲେ 5 ଏକକ ଦଶକ କିଏ କେତେଟା 10 ଅଛି ପିଲାମାନେ 70 ମାନେ 7 ଦଶକ 7 ଦଶକ ଶତକ କେତେଟା ଅଛି ପିଲାମାନେ 200 ଅଛି ମାନେ 2 ଶତକ 2 ଶତକ ସେମିତି ଚିତ୍ର କରିବା ଏଠି 5 ଏକକ ମାନେ କେତେଟା ଚିତ୍ର ହବ ପିଲାମାନେ ଏକକରେ 1 2 3 4 5 5 ଏକକ ମାନେ 5ଟା ଚିତ୍ର 7 ଦଶକ ମାନେ କେତେଟା 10 ଟିକିଆ ଚିତ୍ର ହବ ପିଲାମାନେ 7ଟା 1 2 3 4 5 6 7 କେତେଟା ହେଲା ତାହେଲେ ଦଶକର 7ଟା ଶତକର କେତେଟା ଚିତ୍ର କରିବା ପିଲାମାନେ 2 ଶତକ ଅଛି ମାନେ 2ଟା ଶତକର 2 ଶତକ 1 2 ବୁଝିପାରିଲ କି ନାହିଁ ହଁ ଠିକ ସେଇପରି ଭାବରେ ଏଇ ତଳଗାକୁ ସବୁ କରାଯିବ ହେଲା ତଳ ଯେତିକି ଅଛି ଆଉ ଗୋଟେ ମୁଁ କହିଦଉଛି ଆଉ କହିବି ନାହିଁ ତୁମେ ମାନେ ସେଇଟା କରିବ ତଳଗାକୁ କେମିତି କରିବ ପିଲାମାନେ 423 ଅଛି 423 ଅଛି ମାନେ ଏଠି ପିଲାମାନେ ଏକକ କିଏ ନା 3 ଏକକ ମାନେ କେତେ 3 ତାପରେ ଦଶକ କେତେ ଅଛି ପିଲାମାନେ 2 1 ଦଶକ 10 ହେଲେ 2 ଦଶକ କେତେ ପିଲାମାନେ 20 ଶତକ କେତେ ଅଛି 4 1 ଶତକ 100 ମାନେ 2 ଶତକ 200 3 ଶତକ 300 4 ଶତକ ମାନେ କେତେ 400 ତାକୁ ଆମେ ଏଠି ଲେଖିଦେଲେ ତାହେଲେ ଏଠି 3 ଏକକ ତାପରେ ଦଶକ ମାନେ ଦଶକ କେତେ 20 ମାନେ 2 ଦଶକ 2 ଦଶକ ଶତକ 400 ଅଛି ମାନେ କେତେ 4 ଶତକ 4 ଶତକ ହେଲା ସେଇ ଅନୁସାରେ ଏଠି ଚିତ୍ର ବନେଇଥବ ଏକକ ଘର କେତେଟା ଚିତ୍ର ହବ ପିଲାମାନେ 1 2 3 ଯେହେତୁ ଏକକ 3 ଅଛି ଦଶକ କେତେଟା ଚିତ୍ର ହବ ପିଲାମାନେ 2ଟା 1 ଆଉ 2 ଦଶକ ଶତକ କେତେଟା ହବ ପିଲାମାନେ 4ଟା ଶତକ ମାନେ 4ଟା ଚିତ୍ର ହବ 1 2 3 ଆଉ 4 ବୁଝିପାରିଲ ହଁ
ଠିକ୍ ସେମିତି ତଳ ଗାକୁ ତୁମେମାନେ କରିବ। ମୁଁ ଶୀଘ୍ର ଶୀଘ୍ର ଏହାକୁ କରିଦଉଛି ହେଲା। ଶୀଘ୍ର ଶୀଘ୍ର କରିଦଉଛି। ଶୀଘ୍ର ଶୀଘ୍ର କରିବାର ଅର୍ଥ ଏଇପଟୁ କରିଦେବି। ମୁଁ ଆଉ ଏଟା ବୁଝଉ ନାହିଁ, ତୁମେମାନେ ବୁଝିଛ ହେଲା। 3 7 3 7 ଅଛି ମାନେ 3ଟା ଚିତ୍ର ହେଇଗଲା ହେଲା। ଏ 100 ଲାଗିଦେଲ। ପୁଣି ଦଶକ ମାନେ 6ଟା। 1 2 3 4 5 6। ପୁଣି ଏକକ ଆସିଲା ମାନେ 5ଟା। 1 2 3 4 5 ଏ ହେଇଗଲା। ତାମାନେ ଠିକ୍ ସେଇପରି ଭାବରେ ତୁମେମାନେ କରିବ। ମୁଁ ଯେମିତି ଏବେ କରୁଛି ଦେଖିପାରୁଥିବ କେମିତି କରୁଛି, କେତେ ସ୍ପିଡିଲି କରୁଛି, କେତେ ଶୀଘ୍ର କରୁଛି। ତୁମେମାନେ ଦେଖ, ବୁଝ କେମିତି କ'ଣ କରାହଉଛି ହେଲା। କେମିତି କ'ଣ ଏକକ ଅଛି, ଏକକ ସ୍ଥାନରେ ଦଶକ ସ୍ଥାନରେ ଦଶକ ହେଲା ନା। ଦଶକ ସ୍ଥାନରେ ଦଶକ ଚିତ୍ର କରାହଉଛି ହେଲା। ଶତକ ସ୍ଥାନରେ ଶତକ ଚିତ୍ର କରାଯିବ। ବୁଝିପାରିଲ କି ନାହିଁ? ଯାହା ସ୍ଥାନରେ ଯାହାର ଚିତ୍ର ରହିବ। ଯଦି ତୁମେ ସେଟାକୁ ନ ବୁଝିବ ତେଣୁ ତୁମେ କେବେ ହେଲେ କରିପାରିବ ନାହିଁ। ବୁଝିପାରିଲ? ବୁଝିବା ଦରକାର ସବୁବେଳେ। କେମିତି 400 ଯୁକ୍ତ 50 ଯୁକ୍ତ 400 ଯୁକ୍ତ 50 ଯୁକ୍ତ 8 ହେଇଗଲା ହେଲା କି? 400 ଯୁକ୍ତ 50 ଯୁକ୍ତ 8 ହେଇଗଲା। ସେଇଟା ମୁଁ ତୁମକୁ କ'ଣ ବୁଝେଇଲି କେମିତି ହଉଛି ବୋଲି। ଯଦି ତାପରେ ବି ତୁମେମାନେ ବୁଝିବ ନାହିଁ, ସେଇଟା ହଉଛି ତୁମେ ଆଉ ଥରେ ମୋ ଭିଡ଼ିଓକୁ ବାରମ୍ବାର ଦେଖିବ, ତୁମ ବିଦ୍ୟାଳୟର ଶିକ୍ଷକଙ୍କୁ ପଚାରିବ, ତାହେଲେ ଯାଇକି ବୁଝିପାରିବ। ଯଦି ତୁମେ ପଚାରିବ ନାହିଁ, କେବେ ବୁଝିପାରିବ ନାହିଁ। ଯାହା ପଢ଼ା ହଉଛି ତୁମେ ନିଜେ ପ୍ରାକ୍ଟିସ୍ ମଧ୍ୟ କରିବା ଦରକାର। କେବଳ ଭିଡ଼ିଓ ଦେଖିଦେଲେ ଯେ ହେଇଯିବ ତାହା ନୁହେଁ। ଭିଡ଼ିଓ ଦେଖିବା ସହିତ ନିଜେ ମଧ୍ୟ ପ୍ରାକ୍ଟିସ୍ କରିବ। ବୁଝିପାରିଲ କି? ପ୍ରାକ୍ଟିସ୍ ନ କଲେ କିଛି କାମ ନାହିଁ। ଗଣିତ ଏମିତି ଏକ ପାଠ ଯାହାକୁ ଆମେ ପ୍ରାକ୍ଟିସ୍ କରିଲେ ହିଁ ସଫଳତା ହାସଲ କରିପାରିବା ହେଲା। ଦେଖ, ଏଟା ମଧ୍ୟ ସେ 562କୁ ତାକୁ ବିସ୍ତାରିତ ରୂପ କରିଦିଆଗଲା। 562କୁ ବିସ୍ତାରିତ ହେଇଗଲେ 5 ଶତକ ହବ। 6 10 2 1 ସେଇ ଅନୁସାରେ ଚିତ୍ର କରି ଦିଆଯିବ। ଶତକ ଘରର ଚିତ୍ର, ଶତକ ଘର 5 ଅଛି ମାନେ 5ଟା ଚିତ୍ର, 5ଟା 100 ଟିକିଆ ଚିତ୍ର ହବ ହେଲା। ଦଶକ ଘରେ ଆସିଲା 6ଟା 10 ଟିକିଆ ଚିତ୍ର 6ଟା ହବ ହେଲା। 6ଟା। ତାପରେ ଏକକ ଆସିଲା ମାନେ ଏକକ 2 ଟିକିଆ ଚିତ୍ର ହବ। ବୁଝିପାରିଲ? ସେମିତି ଏଠି କ'ଣ 6 ଶତକ ଯୁକ୍ତ 0 ଦଶକ ଯୁକ୍ତ 6 ଏକକ, ତାହେଲେ 6ଟା 100 ଟିକିଆ ଚିତ୍ର କେତେଟା ହବ? 6ଟା। ଦେଖିପାରୁଛ ନା ନାହିଁ? ତୁମେମାନେ ମଧ୍ୟ କରିପାରିବ। 10 ଟିକିଆ ନାହିଁ ମାନେ ଦଶକିଆ କିଛି କରିବା ଦରକାର ନାହିଁ। ତାପରେ ଏକକ କରିବ। ଏକକ କେତେଟା ଅଛି? 1 2 3 4 5 6। ଠିକ୍ ସେମିତି 800 ଅଛି ମାନେ ବିସ୍ତାରିତ ରୂପ ତାକୁ କରିଦେଲ। 8 ଶତକ 0 10 ଆଉ 0 1। ତାହେଲେ ଏଠି ଶତକ କେତେଟା କରିବ ପିଲାମାନେ? 8ଟା। 1 2 3 4 5 6 7 8। ଦଶକ ନାହିଁ ମାନେ କରିବ ନାହିଁ। ଏକକ ନାହିଁ ମାନେ କରିବା ଦରକାର ନାହିଁ। ବୁଝିପାରିଲ କି? ଠିକ୍। ତାପରେ ଯିବା। ଦେଖ, ଜୟା ରେସିଡେନ୍ସ। ଏଟା ଦେଖ, ଏଟା ବଢ଼େଇ ବଢ଼ିକା ପୂରଣ କରିବ। ହଳଦିଆ ଗୋଲାପୀ ଘରର ସଂଖ୍ୟା ଲେଖନ୍ତୁ। ହଳଦିଆ ଆଉ ଗୋଲାପୀ ଘରର ସଂଖ୍ୟା ଲେଖିତେ କହୁଛି ହେଲା। ଏଇଟା ଦେଖ ପିଲାମାନେ, ହଳଦିଆ ଗୋଲାପୀ ଘର କେମିତି ପାଇବେ? ଆଗେ ମନେ ରଖ। ଏଇ ସଂଖ୍ୟାଟା ଆପଣ ଦେଖିବାକୁ ଢାଞ୍ଚା ସଂରଚନା କରନ୍ତୁ। ଏଠି 401 ଅଛି, ତାହେଲେ ଏଠି କେତେ ହବ ପିଲାମାନେ? 10 ଅଧିକ ହବ ନା, 411 ବୁଝିବା ପାଇଁ କହିଦେଲି। ତାହେଲେ ଏଠି କେତେ ହବ? 412। ତାହେଲେ ଏଇଠି 11 ବଢ଼ି ବଢ଼ି ଅଧିକ ହେଇଯିବ। ଏଠି 11 ଏଠି 11 ମିଶାଅ, ଦେଖିବ ଏତିକି ହବ। ଏଠି 11 ମିଶେଇବ କେତେ ହବ ପିଲାମାନେ? କେତେ ହବ ଭାବୁଛ 11 ମିଶେଇଲେ? 412
23 ଏଠି ପୁଣି 11 ମିଶାଅ କେତେ ହବ 434 ଏଠି 11 ମିଶା କେତେ ହବ 445 ପୁଣି ଏଠି 11 ସରି ଆଉ ଗୋଟେ କାଟ କର 445 ଏଠି 11 ମିଶା କେତେ ହବ 456 ଏଠି 11 ମିଶା କେତେ ହବ 400 ଏଇ କୋଣକୁ କୋଣ ମାନେ 11 11 ମିଶେଇ ଯିବ ହେଲା ସିଧା ସିଧା ହେଲେ 10 10 ଏଇ କୋଣ 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 ମାନେ 11 11 ମିଶେଇ ଯିବ ସଂଖ୍ୟାରେ ଏଇଠି ହେଲେ 10 10 କୁ ମିଶେଇ ଉପରକୁ ସ୍ତମ୍ଭ ଆକାରରେ ଏଠି ହେଲେ 466 କରିଥିଲେ ସରି 467 ହେଲା ପୁଣି ଏଠି 11 ମିଶେଇଲେ କେତେ ହବ 478 ଏଠି 11 ମିଶେଇଲେ 489 ଉପରେ ଆହୁରି ଅଛି ଘର ହଁ ପୁଣି ଏଠି 11 ମିଶେଇଲେ କେତେ ହବ 500 ହେଲା ଦେଖିପାରିଲ ନା ଏଠି ସେମିତି ଦେଖ ଏଠି ବି କେତେ ମିଶେଇଛି ପିଲାମାନେ ଏଠି କେତେ ମିଶେଇଛି 400 ରେ 400 ଥିଲା ଏଠି 9 ମିଶେଇଲା କେତେ ମିଶେଇଛି 9 9 ମିଶେଇଲେ 19 ହେଲେ ପୁଣି ଏଠି 9 ମିଶେଇବ କେତେ ହବ ପିଲାମାନେ 28 9 ମିଶେଇ ଯିବ 428 ପୁଣି ଏଠି 9 ମିଶେଇବ 9 8 କେତେ 9 8 କେତେ ଜାଣିପାରୁନି 9 8 କେତେ ଏଇ କୋଣକୁ କୋଣ ମାନେ ଏଠି ପୁଣି ଏଇ କୋଣ ଏଇ ଡାହାଣରୁ ବାମରୁ ଡାହାଣକୁ ଗଲେ 11 11 ମିଶେଇକି ଯିବ ହେଲା ଏଇଟା ହଉଛି 11 11 କୋଣ ହେଲା ଏଇଠି ହେଲା 19 ଏଠି 28 9 8 କେତେ ଏଠି ହବ 37 37 ହେଲେ ଏଠି 40 45 ହେଲା 5 ଏଠି ହେଲା କେତେ 464 ପୁଣି 9 ମିଶେଇଲା କେତେ ହବ 473 ଠିକ ହେଇଗଲା ତାପରେ ଦେଖ ହଳଦିଆ ଗୋଲାପୀ ଘରର ସଂଖ୍ୟା ମୁଁ ପୂରଣ କରିଦେଇଛି ଏହି ସଂଖ୍ୟା ଗୁଡିକ ଆପଣ ଦେଖାଯାଇଥିବା ଢାଞ୍ଚାର ସଂରଚନାକୁ ଲେଖନ୍ତୁ ଗୋଟେ କଥା ପିଲାମାନେ ବୁଝ ଏଠି ବୁଝ ଆଗେ ଏଇ ସ୍ତମ୍ଭ ଅନୁସାରେ ଯେତେବେଳେ ତମେ ମିଶେଇବ ଏଇପରି ଭାବରେ 10 10 ମିଶେଇଲେ ସଂଖ୍ୟା ସବୁ ପାଇଯିବ କେତେ କେତେ ମିଶେଇଲେ 10 10 ମିଶେଇଲେ ଯଦି ଏଇ କୋଣରୁ ଏଇ କୋଣ ମିଶେଇଲ ତାହେଲେ କେତେ ପିଲାମାନେ 11 କେତେ ମିଶେଇବ 11 ମିଶେଇଲେ ପାଇଯିବ ହେଲା ତାହେଲେ ଏଇ କୋଣରୁ ଏଇ କୋଣ ତ ମିଶେଇବ କେତେ ମିଶେଇବ ପିଲାମାନେ ଏଠି ଧର କେତେ ହେଇଥାନ୍ତା 402 ଏଠି କେତେ ହବ ପିଲାମାନେ 413 413 କେତେ 10 କେତେ ହେଲା 402 ଏଠି 413 ଏଠି କେତେ ପୁଣି ସେଇ 11 ହଉଛି ନା ନାଇଁ ଏଠି ପୁଣି ଯଦି 403 ହବ ଏଠି କେତେ ହବ 414 414 କେତେ ମିଶେଇଲ ସେଇ 11 ମିଶେଇ ମିଶେଇ ବୁଝିପାରିଲ କି ନାଇଁ ଏ କୋଣ କୋଣ ମାନେ 11 ମିଶେଇ ମିଶେଇ ଯାଉଛି ଯଦି ଏଇ କୋଣରୁ ଏପଟେ ଆସିବ ଏଠି ଦେଖ ଏଠି 9 ଏଠି ବି 9 କମିବ ଏଠି ଧର 409 ହେଇଥାନ୍ତା ଏଠି କେତେ କମ ଏଠି 9 ମିଶେଇବ କେତେ ହବ ପିଲାମାନେ 408 ଏଇ କୋଣ ମାନେ 9 ମିଶେଇ ମିଶେଇ ଆସିବ ବୁଝିପାରିଲ ତ ହଁ ଲେଖିଦେଲି ଅରବିନ୍ଦ ବାବୁଙ୍କ ଗୋଟିଏ 100ଟି ବଡ ବାକ୍ସ ଖୋଲି 10 ଟିକିଆ ଛୋଟ ବାକ୍ସ ରଖିଲି ମାନେ 100ଟି ବଡ ବାକ୍ସକୁ ଖୋଲିକି 10 ଟିକିଆ ଛୋଟ ବାକ୍ସରେ ରଖିଲେ ହେଲା ତ 100ଟି ବାକ୍ସରେ ସେ 10ଟି 10 ଟିକିଆ ବାକ୍ସ ରଖିପାରିବେ 100ଟି ବାକ୍ସ କେତେଟା ବାକ୍ସ ଅଛି ବୋଲ 100ଟି ବାକ୍ସ ଅଛି ବୁଝ ଆଗେ କଥାଟା ଅରବିନ୍ଦ ବାବୁ ଗୋଟେ 100 ଟିକିଆ ବାକ୍ସ 100 ଟିକିଆ ବାକ୍ସକୁ ଖୋଲି 10 ଟିକିଆ ଛୋଟ ବାକ୍ସ ରଖିଲେ ଗୋଟେ 100 ଟିକିଆ ବାକ୍ସଟାକୁ ଖୋଲିକି 10 ଟିକିଆ ଛୋଟ ବାକ୍ସ ରଖିଲେ ଅର୍ଥାତ୍ 100 ଟିକିଆ ବାକ୍ସ ହଉଛି 100 ଟିକିଆ ଗୋଟେ ବଡ ବାକ୍ସ ଅଛି ହେଲା ସେ ବାକ୍ସରେ 100ଟା ବାକ୍ସ ଧର ତ ଖୋଲି 10 ଟିକିଆ ଛୋଟ ବାକ୍ସ ରଖିଲେ ଅର୍ଥାତ୍ 100 ଟିକିଆ ବାକ୍ସରେ ସେ 10 ଟିକିଆ କେତୋଟି ବାକ୍ସ ରଖିପାରିବେ କେତେଟା 10 ଟିକିଆ ରଖିପାରିବେ ପିଲାମାନେ ସେ କହିବାର ଅର୍ଥ ଯେ 100 ଟଙ୍କାରେ 10 ଟଙ୍କିଆ କେତେଟା ମିଳିପାରିବ ସେମିତି 100 ଟିକିଆ ବାକ୍ସରେ କେତେଟି 10 ଟିକିଆ ବାକ୍ସ ରହିପାରିବ କେତେଟା ପିଲାମାନେ 10ଟି ଜାଣିଛ କି ନାଇଁ ସେମିତି 100 ଟିକିଆ ଦୁଇଟି ବାକ୍ସରେ 100 ଟିକିଆ ଦିଟା ବାକ୍ସ ମାନେ କେତେଟା ହେଲା 200ଟା
ମାନେ 200 ଟଙ୍କାରେ ଡ୍ୟାସ୍‌ଟି 10 ଟଙ୍କିଆ ମିଳିପାରିବ। ସେ 200 ବାକ୍ସରେ କେତେଟା ମିଳିପାରିବ? 20 200 ଟଙ୍କାରେ ଡ୍ୟାସ୍‌ଟି 10 ଟଙ୍କିଆ ହବ 20 ଟା। ସେମିତି 200 ଟଙ୍କିଆ ବାକ୍ସରେ କେତେଟା ହବ? 10 ଟଙ୍କିଆ ବାକ୍ସ କେତେଟା ରହିବ? 20 ଟି। ସେମିତି 100 ଟଙ୍କିଆ 400 ବାକ୍ସ 4ଟି ବାକ୍ସ। 100 ଟଙ୍କିଆ 4ଟି ବାକ୍ସ ମାନେ କେତେ ପିଲାମାନେ ହେଲା? 400। 400 ରେ 10 ଟଙ୍କିଆ ବାକ୍ସ କେତେଟା ରହିବ? 40 ଟା। କଣ କରିବ? ହରଣ ଜାଣିଛ। ଯଦି 100 ଟଙ୍କିଆ ବାକ୍ସ ଗୋଟିଏ ବାକ୍ସର ଖୋଲିବେ ତେବେ 10 ଟଙ୍କିଆ କେତୋଟି ବାକ୍ସ ରହିବ? ଯଦି 100 ଟଙ୍କିଆ ଗୋଟିଏ ବାକ୍ସ ଖୋଲିବେ, ତେବେ ସେ 10 ଟଙ୍କିଆ ବାକ୍ସରୁ କେତେଟା ପାଇବେ? କେତେଟା ପାଇବେ? 10 ଟା ପାଇବେ। ଯଦି ସେ 100 ଟଙ୍କିଆ ଗୋଟିଏ ବାକ୍ସ ଖୋଲିବେ, ତେବେ ସେ 10 ଟଙ୍କିଆ କେତୋଟି ବାକ୍ସ ପାଇବେ? 10 ଟି। ତାପରେ ଦେଖ 200 ରୁ 300 ମଧ୍ୟରେ ଥିବା ସଂଖ୍ୟାଗୁଡ଼ିକୁ ଲେଖ, ଯାହାର ଏକକ 5 ଥିବ। ଉଦାହରଣ ଏତିକ 200 ରୁ 300 ମଧ୍ୟରେ। ଯାହାର ଏକକ କେତେ? 5 ଥିବ। ତାହେଲେ କେତେ ହେଇପାରିବ? 200 300 ଏକକ ଘରେ କେତେ ରହିବ? 5 205 ଗୋଟେ ହେଇପାରିବ। 215 5 ଏକକ ଅଛି 225 ତାପରେ 235 255 ପୁଣି 265 275 285 295 ହେଲା। ବୁଝିପାରିଲ ପିଲାମାନେ? ତାଳି ତ ତୁମ ପୂର୍ବ କ୍ଲାସରେ ପଢିଥିବ। ମୋ ଦେହରେ ନା ମୋର 216 ଏଠାରେ ଦଶକ 10 ଅଧିକ କାହା ପାଖରେ ଅଛି? ଦେଖ ଆଉ ଏଟା ଛାଡ, ଦେଖିବା ଏଠି। ଆସ ତୁଳନା କରିବା, ଯାହା ପାଖରେ ଅଧିକ ଲୋଡ ଅଛି ତାକୁ ବଡ ବୃହତ ଚିହ୍ନ, ଯାହା ପାଖରେ କମ ଲୋଡ ଅଛି ତା ପାଖରେ ଛୋଟ ଚିହ୍ନ। ଦେଖ ପିଲାମାନେ 321 231 ବଡ କିଏ? 321। ଯିଏ ବଡ ତା ଆଡକୁ ଏପଟେ ରହିବ, ଯିଏ ସାନ ତା ଆଗକୁ ଏପଟେ। ସେ ବଡ ସାନ ବାଛିବା, ଏଠି ତୁ ବଡ ସାନ ବାଛିବା, ଆମେ ଏଠି ଟିକେ ଶିଖିବା। ଏଠି ଶୁଣ, ଏଠି ପିଲାମାନେ କେତେ ଅଛି? 199। କେତେ ଅଛି ଆଗେ ବୁଝ? 199। ଏଠି କେତେ ଅଛି? 201। ଆଗେ ଦେଖିବ ଯଦି ଅଙ୍କ ଅଙ୍କ ସମାନ ଥିବ। ଏଠି କେତେଟା ଅଙ୍କ ଅଛି ପିଲାମାନେ? 3ଟା ଅଙ୍କ। ଏଠି କେତେଟା ଅଛି? 3ଟା ଅଙ୍କ। ତାହେଲେ ଅଙ୍କ ଅଙ୍କ ଯଦି ସମାନ ଥିବ, ତୁମେ ଏକ ଶତଘର ଦେଖିବ। ଶତଘର ଏଠି କେତେ ଅଛି? ଏକକ ଘରରେ ଦେଖିବନି, ଡାଇରେକ୍ଟ ଶତକ ଘର। ଶତକ କେତେ ଅଛି? 1। ଏଠି ଶତକ କେତେ ଅଛି? 2। ଶତକ ଯଦି ଏଠି 1 1 2 ଅଛି, ତାହେଲେ ଶତକ କିଏ ବଡ ପିଲାମାନେ? ଏଠି 100 ଏଠି 200 କିଏ ବଡ? ଇଏ ବଡ। ତାହେଲେ ଏପଟିକା ଚିହ୍ନ ଏମିତି ରହିଯିବ। ବୁଝିପାରିଲ କି ନାଇଁ? ଠିକ ସେମିତି ଦେଖ ଏଠି। ଏଠି ଏଠି ଆଗେ ଲକ୍ଷ୍ୟ କରିବ। ଏଠି କେତେଟା ଅଙ୍କ ଅଛି? 3ଟା। ଏଠି ବି କେତେଟା ଅଙ୍କ ଅଛି? 3ଟା। ସମାନ ଅଛି। ତାହେଲେ ଆମେ କୋଉ ଘର ଦେଖିବା? ଶତକ ଘର। ଶତକ ଘର ଏଠି କେତେ ଅଛି? 2। ଏଠି ଶତକ ଘର 2। ତାହେଲେ ଜାଣିପାରିବା ନାହିଁ। ପୁଣି କୋଉ ଘରକୁ ଯିବା? ଦଶକ ଘରକୁ। ଏଇଟା ହଉଛି ଦଶକ ଘର। ଦଶକ ଘର କେତେ ଅଛି? 8। ଏଠି ଦଶକ ଘର କେତେ ଅଛି? 7। ତାହେଲେ 8 ବଡ ନା 7 ବଡ ପିଲାମାନେ? 8 ବଡ। ତାହେଲେ ସେଇ ଆଡକୁ ଦେଇଦେବା। ବୁଝିପାରିଲ? ହଁ। ତାପରେ ଆଉ ଗୋଟେ ଦେଇଥିବ ତୁମମାନଙ୍କୁ। ଦେଇନାହିଁ? ଓହୋ ଦେଇନାହିଁ ଛାଡ। ଆମେ ଆଉ ଗୋଟେ ଦେଖିନବା ଏକ୍ସାମ୍ପଲ। ଏଇଠି ଥିବା। ଏଇଠି ବଡ ସାନ ବାଛିବା ଆମେ। ଏଇଠି କେତେଟା ଅଛି? ଅଙ୍କ ଅଛି? 3ଟା। ଏଠି କେତେଟା ଅଛି? 3ଟା। ତାହେଲେ 3ଟା ଅଛି ମାନେ ଆମେ ଶତକ ଘର ଆଡେ ଯିବା। ଏଠି ଶତକ ଘର କେତେ ଅଛି? 2। ଏଠି ଶତକ ଘର 2। ଜାଣିପାରିବା କି ବଡ କିଏ? 2 ଏଠି 2 ଏଠି 2। 2 2 ବଡ କି? ସମାନ। ଜାଣିପାରିବା ନାହିଁ। ଏଠି ଦଶକ ଘର କେତେ ଅଛି? 9। ଏଠି ଦଶକ ଘର କେତେ ଅଛି? 9। ଏଠି 9 ଯେହେତୁ 9 ସମାନ। କିଏ ବଡ ସାନ ଜାଣି ହବ କି? ଜାଣିପାରିବାନି। ପୁଣି କୋଉ ଘରକୁ ଯିବା? ଏକକ ଘରକୁ। ଏକକ ଘର ଏଠି କେତେ ଅଛି? 5। ଏଠି ଏକକ ଘର କେତେ ଅଛି? 4। 5 ବଡ ନା 4 ବଡ ପିଲା? 5 ବଡ। ସେଇ ଅନୁସାରେ ତାକୁ କରିଦବା। ବୁଝିପାରିଲ ତ? ଏଟା ସୁବିଧା ଉପାୟ। ନିମ୍ନଲିଖିତ ବିଷୟକୁ ଚିନ୍ତା କରି ମେଳ କର। 325 235 ରୁ ଅଧିକ। କାରଣ କଣ ଦେଇଛି? 325 ରେ 300 ଅଛି, 235 ରେ 200 ଅଛି। ହଁ ସେଇଟା ମୁଁ ପୁରା କହିଲି ଏଠି। ଏଠି ଦେଖ 235 523 ରୁ କମ। କାରଣ କଣ? ଏଠି ଶତକ ଘର କେତେ ଅଛି? 2। ଏଠି ଶତକ ଘର କେତେ ଅଛି? 5। ତ ଯାହାର ଶତକ ଘର 2 ବଡ ନା 5 ବଡ ପିଲାମାନେ? ଏଠି 3ଟା ସଂଖ୍ୟା ଅଛି, ଏଠି ବି 3ଟା ସଂଖ୍ୟା ଅଛି ହେଲା। 3ଟା ସଂଖ୍ୟା ଯେହେତୁ ସମାନ ସମାନ ଥିବ, ଶତକ ଘରକୁ ଯିବା। ଏଠି ଶତକ ଘର କେତେ ଅଛି? 2। ଏଠି ଶତକ ଘର କେତେ ଅଛି? 5। ମାନେ 2 ବଡ ନା 5 ବଡ? 5 ବଡ। ସେଇଟା ଖୋଜିବା। ଏଠି ଦେଖ ଏଇଠି ଅଛି। ଦେଖ 235 ରେ 200 ଅଛି, ମାନେ 2ଟା ଶତକରେ ଅଛି। 523 ରେ 5 ଶତକରେ ଅଛି। ତ ତେଣୁ କିଏ ବଡ? ଏଇଟା। ତାର କାରଣ ଏଠି ଯିବ। ଏଠି ବି ଦେଖ ସେମିତି 157 ଏଠି 153। ତାହେଲେ ଏଠି କେତେ? ଏଠି ବି 3ଟା ଏଠି ବି 3ଟା ଅଙ୍କ ଅଛି। ଏଠି ସହଗର 1 ଅଛି, ଏଠି ସହଗର 1 ଅଛି। ଜାଣିପାରିବା କି ଜାଣିପାରିବାନି? ତାହେଲେ କୋଉ ଘରକୁ ଯିବା? ଦଶକ ଘରକୁ। ଦଶକ ଘର କେତେ ଅଛି? 5। ଏଠି ଦଶକ ଘର କେତେ ଅଛି? 5। ଇଏ ବି ଜାଣିପାରିବା। କୋଉ ଘରକୁ ଯିବା? ଏକକ ଘରକୁ। ପୁଣି ଏକକ ଘର ଏଠି କେତେ ଅଛି? 7। ଏଠି ଅଛି 3। ତାହେଲେ 7 ବଡ ନା 3 ବଡ ପିଲାମାନେ? ନା 7 ବଡ।
ଏଇଟାକୁ ଖୋଜିକି ଆମେ ବାହାର କରିବା ଏବେ। କୋଉଠି ତାର ସମାଧାନ କଣ ଦେଇଛି। ଏଇଟା ଦେଖ 157 ଉଭୟରେ 1 ଉଭୟରେ 1 ସମାନ ଅଛନ୍ତି। ପୁଣି ଦଶକ 5 ଦଶକ ସମାନ ଅଛି ହେଲା। କିନ୍ତୁ 157 7 ଏକକ 3 ଏକକ ଅଲଗା ଅଛି। ମୁଁ କହୁଥିଲି ନା 7ଟା ଏଇଠି ଏକକ ଅଛି, ଏଇଠି 3ଟା ଏକକ ଅଛି। କିଏ ବଡ? 7 ଏକକ। ତାକୁ ତାହେଲେ ଏଇଠି ଯୋଡିଦବ। ବୁଝିପାରିଲ ନା? ଏଠି ଦେଖ ସେମିତିକା 432 423 ଅଙ୍କ ସମାନ ଅଛି ମାନେ ଏଠି ଶତକ କେତେ 4, ଏଠି ଶତକ କେତେ 4। ବଡ ସାନ ଜାଣିପାରିବେ କି? ଜାଣିପାରିବେନି। ପୁଣି କୋଉଠି ଦିଅ ଦଶକ। ଦଶକ କେତେ ଅଛି? ଏଠି 3, ଏଠି ଦଶକ କେତେ ଅଛି? 2। ତାହେଲେ କିଏ ବଡ ପିଲାମାନେ? 3 ବଡ ନା 2 ବଡ? 3 ବଡ। ଏଇଠି ଜାଣିପାରିବେ। ତାହେଲେ ଦଶ ଘର ଅନୁସାରେ ହେଇଥିବ। ଏଇଟା ଦେଖ। ଏଠି ଦେଖ 432 423 ରୁ ଉଭୟ 4 ସମାନ ଅଛି। ତାହେଲେ ଦଶକ ଏଠି 3 ଦଶକ ଆଉ 2 ଦଶକ। ବଡ କିଏ ପିଲାମାନେ? 3 ଦଶକ। ଠିକ୍ ସେମିତି ଏଠିକା ଦେଖ 329 ଗୋଟେ 392 ରୁ କମ୍। କାରଣ କଣ? ଏଠି ଶତକ କେତେ ଅଛି? 3, ଏଠି ଶତକ କେତେ ଅଛି? 3, ଏଠି ଦଶକ କେତେ ଅଛି? 2, ଏଠି ଦଶକ କେତେ ଅଛି? 9। ତାହେଲେ ବଡ କିଏ ପିଲାମାନେ? 2 ବଡ ନା 9 ବଡ? 9 ବଡ। ତାର କାରଣ କୋଉଠି ତଳେ ଅଛି କି ଉପରେ ଅଛି? ଉପରେ ଅଛି। ଏଠି ହବ। ଏଟା ଆସିବ କାହିଁରେ? ଏଟା ମଧ୍ୟ ସେମିତି 110 11 ରୁ ଅଧିକ। ଆରେ ଏଠି 3 ଅଙ୍କ, ଏଠି 2 ଅଙ୍କ। 3 ଅଙ୍କ ହିଁ ବଡ ହବ ଅଟୋମେଟିକାଲି କଥା ହେଲା। ବୁଝିପାରିଲ କି ନାଇଁ? ତାପରେ ଦେଖ ଏଠି ପ୍ରତ୍ୟେକ ଧାଡିରେ ସବୁଠାରୁ ଛୋଟ ସଂଖ୍ୟା ଗୁଣିବ। ଏଠି ସବୁଠାରୁ ଛୋଟ କିଏ ପିଲାମାନେ? ଇଏ ଛୋଟ। ପ୍ରତ୍ୟେକ ଧାଡିରେ ସବୁଠାରୁ ବଡ ସଂଖ୍ୟାକୁ ଗଲୁ ସବୁଠୁ ଛୋଟ ସଂଖ୍ୟା। ଦେଖ ଆଗେ କେମିତି ଛୋଟ ବାଛିବ ଦେଖ। ଏଠି ସବୁ ଅଙ୍କ ସମାନ। ଏଇ 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି ବି 3ଟା ଅଙ୍କ ହେଲା। ତାପରେ ଦେଖିନବ ଛୋଟ ଅଙ୍କ ମାନେ ଦଶ ଘରର ଅଙ୍କ ସବୁଠାରୁ ସାନ ଥିବ ନା ଶତକ ଘର ନା ଏକକ ଘର? କୋଉ ଘର? ଶତକ ଘର ଅଙ୍କ। ଯଦି ଅଙ୍କ ସବୁ ସମାନ ଅଛି ତାହେଲେ ଶତକ ଘର ଅଙ୍କ ସବୁଠାରୁ ସାନ ଥିବ। ଶତକ ଘର ଅଙ୍କ ସବୁଠାରୁ ସାନ କିଏ ଅଛି ପିଲାମାନେ? ଏଠି 1, ଏଠି 2, ଏଠି 1, ଏଠି 3, ଏଠି 4। ତାହେଲେ ଶତକ ଘର ଅଙ୍କ ସବୁଠୁ ସାନ କିଏ ଅଛି? 1। ତାହେଲେ ଇଏ ହିଁ ହବ। ଏଠି ଦେଖ ଏଠି ତ ଗୁଲ ଏଇଟାକୁ କହିଦେଇଥିଲି ତଥାପି ଆଉଥରେ କହିଦଉଛି ହେଲା। ସବୁଠାରୁ ସାନ ସଂଖ୍ୟା ଏଠି ଦେଖ ଏଠି ବି ଅଙ୍କ 3ଟା ଅଛି, ଏଠି ବି 3ଟା, ଏଠି ବି 3ଟା, ଏଠି ବି 3ଟା। ତ 3ଟା ଅଛି ମାନେ ସାନ ସଂଖ୍ୟା ମାନେ କୋଉ ଘର ଦେଖିବ? ଶତକ ଘର ଅଙ୍କ ସବୁଠାରୁ ସାନ କିଏ ଅଛି? ଏଠି 3 ଅଛି, ଏଠି 4 ଅଛି, ଏଠି 3 ଅଛି, ଏଠି 4। ତାହେଲେ ସାନ କିଏ ହବ? 3। ଏଇ 3 ଆଉ 3 କୁ ଲକ୍ଷ୍ୟ କରିବ। ଏଠି ସାନ କିଏ? ଏଠି କେତେ ଅଛି? 3। ଶତକ ଘର ଏଠି ବି 3 ଅଛି। ଦଶକ ଘର ଏଠି କେତେ? 7, ଏଠି ଦଶକ ଘର 4। ତାହେଲେ କିଏ ସାନ? ଇଏ ସାନ। ତାକୁ ଗୋଲ ବୁଲେଇ ଦେଲେ ସେଥିପାଇଁ। ପ୍ରତ୍ୟେକ ଧାଡିରେ ସବୁଠୁ ବଡ ସଂଖ୍ୟା। ଆଗେ ଅଙ୍କ ଲକ୍ଷ୍ୟ କରିବ। ବଡ ସଂଖ୍ୟା କଲୁ ଏଠି 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି 3ଟା ଅଙ୍କ। ବଡ ସଂଖ୍ୟା ଲକ୍ଷ୍ୟ କଲେ ଶତକ ଘର ଲକ୍ଷ୍ୟ କରିବ। ଶତକ ଘର ଏଠି ବି 4 ଅଛି, ଏଠି ବି 4 ଅଛି, ଏଠି ବି 4 ଅଛି, ଏଠି ବି 4 ଅଛି, ଏଠି ବି 4 ଅଛି। ତ ଜାଣିପାରିବ ନାହିଁ କିଏ ବଡ ବୋଲି। ତାପରେ କୋଉ ଘରକୁ ଯିବା କହିଥିଲି? ଦଶକ ଘର। ଏଠି 6 ଅଛି, ଏଠି 3 ଅଛି, ଏଠି 3 ଅଛି, ଏଠି 4 ଅଛି, ଏଠି 8 ଅଛି। ତାହେଲେ କିଏ ବଡ ପିଲାମାନେ? 6 3 3 4 8। ବଡ କିଏ? ତାହେଲେ ଦଶକ ଘର 8। ଅନୁମାନିକ ଗୋଲ ବୁଲେଇବେ। ଏଠି ଦେଖ ଏଠି ବି ସେମିତି ବଡ ସଂଖ୍ୟା ଗୋଲ ବୁଲେଇବ। ଏଠି ଆଗେ ଲକ୍ଷ୍ୟ କରିବ। ଏଠି ଦଶକ କେତେଟା ଅଙ୍କ? 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି ବି 3ଟା ଅଙ୍କ, ଏଠି ବି 3ଟା ଅଙ୍କ। ତାହେଲେ ଏଠି ଶତକ ଘରକୁ ଆଗେ ଲକ୍ଷ୍ୟ କରିବ। ସମାନ ଯଦି ଅଙ୍କ ସଂଖ୍ୟା ଥିବ। ଏଠି 4 ଅଛି ଶତକ ଘର, ଏଠି 3 ଅଛି, ଏଠି 1, ଏଠି 2, ଏଠି 3। କିଏ ବଡ ତାହେଲେ ପିଲା ଏ? 4 3 1 2 3 କିଏ ବଡ? 4। ଅଟୋମେଟିକାଲି ଗୋଲ ବୁଲା ହେଇଯିବ। ବୁଝିପାରିଲ କି ନାଇଁ? ଠିକ୍ ସେଇପରି ଦେଖ ଏଠି। କୌଣସି ଅଙ୍କକୁ ପୁନରାବୃତ୍ତି ନ କରି 3 2 4 କୁ ବ୍ୟବହାର କରି 3 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର। ସବୁଠାରୁ ବଡ ସଂଖ୍ୟା ଚାରିପଟେ ସବୁଠୁ ସାନ ସଂଖ୍ୟା ଚାରିପଟେ ହଳଦିଆ ରଙ୍ଗର। ଆଉ 2 3 3 2 4 କୁ 3 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କରତେ କହିଛି। କାହାକୁ ପୁନରାବୃତ୍ତି କରିବ ନାହିଁ। ତାହେଲେ କେତେ ହବ ପିଲାମାନେ? ଗୋଟେ ହବ। ଆଗେ 3 ନବା 324 ଗୋଟେ ହେଲା। ତାପରେ 342 ଗୋଟେ ହେଲା। ତାପରେ 2 ଯିବା 234 ଗୋଟେ ହବ। 243 ଗୋଟେ ହବ। ତାପରେ 4 ଯିବା 423 ଗୋଟେ ଆଉ 432 ଗୋଟେ। ତାପରେ କିଏ କଣ? ଏମାନଙ୍କ ଭିତରୁ ସବୁଠୁ ବଡ ସଂଖ୍ୟା। ଏମାନଙ୍କ ଭିତରୁ ବଡ ସଂଖ୍ୟା କିଏ ଆସିବ ପିଲାମାନେ? ଇଏ ଆସିଲା। ତାକୁ କଣ କରୁଛେ? ବଡ ସଂଖ୍ୟା ଚାରିପଟେ ଲାଲ ରଙ୍ଗର ବୁଲବୁଲି ତ କହିଛି। ଲାଲ ରଙ୍ଗର ବୁଲବୁଲି। ସାନ ସଂଖ୍ୟା ଚାରିପଟେ ହଳଦିଆ ରଙ୍ଗର ଗାର ଟାଣ। ସାନ ସଂଖ୍ୟା ଚାରିପଟେ ହଳଦିଆ ରଙ୍ଗ। ସାନ ତ ତୁମେ ଜାଣିପାରିବ ଏଠି ସାନ ସଂଖ୍ୟା କିଏ? ଇଏ ନା ଏଠି ହବନି, ଇଏ ହବନି, ସରି। ସାନ ସଂଖ୍ୟା ଏଠି ହବ 234 ହେଲା। ଠିକ ସେମିତି ଏଠି କଣ କହିଛି?
3, 2, 4 की पुनरावृत्ति व्यवहार କରି 3 ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର। ସବୁଠାରୁ ବଡ଼ ସଂଖ୍ୟାକୁ ଲାଲ ରଙ୍ଗ, ସବୁଠାରୁ ସାନ ସଂଖ୍ୟାକୁ ବନେଇଲେ। ତ ବନେଇଲି ପରା। ଏଇଟା ପରା ଦେଇଛି 3, 2, 4 କୁ ସବୁଠାରୁ ବଡ଼ ସଂଖ୍ୟା ଲାଲ ରଙ୍ଗ ବନେଇଲି। ଆଉ କେତେ ଥର ଦେଇଦେଇଛି? ଏଠି ମାନେ ପୁନରାବୃତ୍ତି କରି କହିଛି ହେଲା। ସେଠି ପୁନରାବୃତ୍ତି କରିବ ନାହିଁ, ଏଠି ପୁନରାବୃତ୍ତି କରିକି କହିବ। ହେଲା। ପୁନରାବୃତ୍ତି କରିକି ତମେ କରିପାରିବ ହେଲା। 3, 2, 4 3, 3, 4 4, 2, 3 4, 4, 4 2, 4, 3 2, 3, 4 4, 3, 2 4, 1 ଏମିତି ବନେଇବ ସବୁଠୁ ବଡ଼ ସାନ ବାଛିବ। ଏଟା ମୁଁ ଆଉ କହିବି ନାହିଁ। ତାପରେ ଯିବା 7 ନମ୍ବର। ନିମ୍ନଲିଖିତ ସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ଲେଖ। ସାନରୁ ବଡ଼ କ୍ରମରେ ଆଗେ ଦେଖିବା। ଏଠି କେତେ ଅଙ୍କ ଅଛି? 3ଟା ଅଙ୍କ ଅଛି। ଏଠି କେତେଟା ଅଛି? 3ଟା। ଏଠି କେତେଟା ଅଛି? 3ଟା। ଏଠି କେତେଟା ଅଛି? 2ଟା। ଏଠି କେତେଟା ଅଛି? 3ଟା। ତାହେଲେ ସାନ କିଏ ହବ ପିଲାମାନେ? 2ଟା। 99 ଆଗେ ଲେଖିଦେଲେ। ତାପରେ ଦେଖିବା ଏକକ, ଦଶକ, ଶତକ, ଶତକ ଘର ଦେଖିବା। ଶତକ ଘର 1, ଶତକ ଘର 2, ଶତକ ଘର 3, ଶତକ ଘର 4। ତାହେଲେ ଆଗେ 1 ଶତକ ଘର ମାନେ ସିଏ ଲେଖାଯିବ ସାନରୁ ବଡ଼। ତାପରେ ଶତକ ଘର 2 ଅଛି ମାନେ ତାକୁ ଲେଖାଯିବ। ତାପରେ ଶତକ ଘର 3 ଅଛି ମାନେ ତାକୁ ଲେଖାଯିବ। ଶତକ ଘର 4 ଅଛି ମାନେ ତାକୁ ଲେଖାଯିବ। ଏଠି ବଡ଼ରୁ ସାନ ଲେଖତେ କହିଛି। ବଡ଼ ମାନେ ଏଠି 2ଟା ଅଙ୍କ ଅଛି। ଏଠି 3ଟା ଅଙ୍କ ଅଛି। ଏଠି 3ଟା ଅଙ୍କ ଅଛି। ଏଠି 3ଟା ଅଙ୍କ ଅଛି। ଏଠି 3ଟା ଅଙ୍କ ଅଛି। ତେଣୁ ବଡ଼ରୁ ସାନ କ୍ରମ ମାନେ ଆଗେ ଦେଖିବା କଣ? ଶତକ ଘର, ଏଠି ଶତକ ଘର 3, ଏଠି ଶତକ ଘର 2, ଏଠି ଶତକ ଘର 2, ଏଠି ଶତକ ଘର 4। ତାହେଲେ ବଡ଼ ମାନେ କିଏ? ତାହେଲେ ଶତକ ଘର 4 ଯିଏ ବଡ଼ ଅଛି ସିଏ ବଡ଼। ତାପରେ ଶତକ ଘର ବଡ଼ କିଏ ହବ? 3। ଶତକ ଘର ବଡ଼ 3। ତାପରେ ଏଠି ଦେଖିବା ଏଇ ଦିଟା ଭିତରୁ ଏଠି ଶତକ ଘର 2, 2 ଅଛି। ଦଶକ ଘର କେତେ ଅଛି? 254। ଦଶକ ଘର 9 ଅଛି 4। କିଏ ବଡ଼? ଏଇ ତାହେଲେ ସେଇ ଅନୁସାରେ ତମେ ଲେଖିଦବ। ଯେମିତି ବଡ଼ ସାନ ବାଛ ସେମିତି ଅନୁସାରେ ବାଛିଦବ ହେଲା। ଆଶା କରୁଛି ପିଲାମାନେ ବୁଝିପାରୁଛ। ଯଦି